ଦେଖିବା ସେଇ ମଙ୍ଗଳଚଳନ ଅଗଷ୍ଟ 3ରୁ ସେପ୍ଟେମ୍ବର 18 ପର୍ଯ୍ୟନ୍ତ ମଙ୍ଗଳ ମହାଗ୍ରହ ରହିବେ ମିଥୁନ ରାଶିରେ ରହିବେ। ସେଠି ରହିବେ ଯେତେ ଧନୁରାଶି ଭାଇ ଭଉଣୀ ପୃଥିବୀରେ ରହିଲେ ମୂଳା ଧନୁ 19-9, ପୂର୍ବାଷାଢ଼ା ଧନୁ 20-9, ଉତ୍ତରାଷାଢ଼ା ଧନୁ 21-9 ଯେଉଁ ଭାଇ ଭଉଣୀମାନେ ରହିଲେ ତାଙ୍କର ସବୁ କ'ଣ ଫଳ ମଙ୍ଗଳ ମହାଗ୍ରହ ଦେଉଛନ୍ତି ତାକୁ ଆଲୋଚନା କରିବା। ଧନୁରାଶି ଧନୁ ଲଗ୍ନ ପୃଥିବୀରେ ଯେତେ ରହିଲେ ସେମାନଙ୍କର ମଙ୍ଗଳ ହେଲେ ପଞ୍ଚମାଧିପତି ଓ ବ୍ୟୟାଧିପତି। ପଞ୍ଚମାଧିପତି ବ୍ୟୟାଧିପତି ସପ୍ତମସ୍ଥ ହେଇକି ରହିଲେ ମିଥୁନ ରାଶିରେ ବୁଧଙ୍କ କ୍ଷେତ୍ରରେ କ'ଣ ଫଳ ଦେବେ ନା ସପ୍ତମଟା ହେଉଛି ସାଙ୍ଗ, ବିଦେଶ, ବ୍ୟବସାୟ, ସ୍ତ୍ରୀ। ଏ ଯେଉଁ ଚାରିଟା ଜିନିଷ ବିଦେଶକୁ ଯାଆନ୍ତୁନି, ବ୍ୟବସାୟ ଆଉ ବଢ଼ାନ୍ତୁନି, ଯାହା ଅଛି ସେତିକି ଚାଲୁ 1.5 ମାସ। ସ୍ତ୍ରୀ ପିଲା ଟିକେ ହେଇପାରେ, ସାଙ୍ଗ ସହିତ ବିରୋଧ ହେଇପାରେ, ବିଦେଶ ଟିକେ ହଇରାଣ ହେଇପାରନ୍ତି। ଏତିକି 100-25, 100କୁ 100 ନୁହଁ, ହେବେ ହେଇପାରନ୍ତି ନୁହଁ ହେବେ, ଅଳ୍ପ ଟିକେ ରହିଛି। ଚତୁର୍ଥ ଦୃଷ୍ଟି ବଳ ଦେଖିବା। ଚତୁର୍ଥ ଦୃଷ୍ଟି ଦଶମ ସ୍ଥାନ ବୁଧ କ୍ଷେତ୍ର କନ୍ୟା ରାଶିକୁ। କର୍ମ ଟିକେ ବାଧା ସୃଷ୍ଟି ହେବ। ପିତୃ ମାତୃ ବଡ଼ ବଡ଼ ଲୋକଙ୍କ ସମ୍ପର୍କ ଉତ୍ତମ ରହିବନି। ଆପଣ ଯେଉଁ ଉପର ଲେବୁଲ ଅଫିସର ଟିକେ ତାଙ୍କ ସହିତ ଆପଣ ପାଟିତୁଣ୍ଡ ହୋଇପାରେ, ଏସବୁ ଜିନିଷ ଟିକେ ରହିଛି। ଲଗ୍ନକୁ ରହିଲା ମଙ୍ଗଳଙ୍କର ସପ୍ତମ ଦୃଷ୍ଟି ଧନୁରାଶି ବୃହସ୍ପତି କ୍ଷେତ୍ରକୁ। ଶରୀରରେ କ'ଣ ମଙ୍ଗଳ ଦୃଷ୍ଟି କ'ଣ ନା ସେଠି ମଙ୍ଗଳଙ୍କର ଭଲ ଜାଗା। ଯଦି ଶରୀରରେ କିଛି ଘାଆପତ ଥିବ କି ଶରୀରରେ କିଛି ଯଦି କ୍ଷୟକ୍ଷତି ଥିବ କି ଶରୀରରେ ଯଦି କିଛି ରକ୍ତ ସମ୍ପର୍କିତ ରୋଗ ଥିବ କି ଯଦି ଅଲ୍ସର ଥିବ, ଏସବୁ ଜିନିଷ ଥିବ ସେଥିରେ ଉପଶମ ମିଳୁଛି। କାହିଁକିନା ମଙ୍ଗଳ ଯେହେତୁ ଲଗ୍ନକୁ ଦେଖୁଛନ୍ତି ସମସ୍ତେ କହିବେ ଖରାପ, କିନ୍ତୁ ସେଇଟା ହେଉଛି ମଙ୍ଗଳଙ୍କର ଶୁଭ କ୍ଷେତ୍ର। ଧନୁରାଶିଟା ଶୁଭ କ୍ଷେତ୍ର, ବୃହସ୍ପତି କ୍ଷେତ୍ର, ତେଣୁକରି ମଙ୍ଗଳ ଶୁଭଫଳ ଦେଉଛନ୍ତି। ଦ୍ୱିତୀୟ ସ୍ଥାନକୁ ରହିଲା ମଙ୍ଗଳଙ୍କର ସପ୍ତମ ଦୃଷ୍ଟି ଶନି କ୍ଷେତ୍ର ମକର ରାଶିକୁ। କ'ଣ ହେବ ନା ଧନ ଉତ୍ତମ ରୋଜଗାର ଆସୁଛି। କଥାଟା ଆପଣଙ୍କର ବାଣୀଟା କଲମ ଜୋର ରହିବ, ଯାହା ଲେଖିଦେବେ ସେୟା ହେବ। ମୁଖ ଯଦି ସମସ୍ୟା କିଛି ଥିଲା ରୋଗ, ମୁଖ ରୋଗ, ସେ ଆସ୍ତେ ଆସ୍ତେ ଉପଶମ ହେବ। ମଙ୍ଗଳ ଯଦି ଆପଣଙ୍କର ନାହିଁ, ତେଣୁକରି ଜମିବାଡ଼ି ସତାସତ ଉପରେ କାମ କରନ୍ତୁନି କି ନୂଆ ଗାଡ଼ି ଫାଡ଼ି କିଣିବା ପାଇଁ ଟିକେ ଚେଷ୍ଟା ଏନେ ବନ୍ଦ କରନ୍ତୁ। ଏସବୁ କଲେ 1.5 ମାସ ଟିକେ ଭଲ ରହିବ। ଯିଏ ନ ମାନିବ କରିବ କ'ଣ ଆମେ ଦେଖିବାକୁ ଯାଉଛୁ, ଯାହା ପାଠ ବାହାରିଲା ଆମେ କହିଦେଲୁ। ଫେର ଦେଖିବା ପରବର୍ତ୍ତୀ ରାଶି।